ଶିଶୁ ମନ୍ଦିରରେ 29ତମ ବାର୍ଷିକ କ୍ରୀଡ଼ା ଉତ୍ସବ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୋରୁମୁଙ୍ଗା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ 29ତମ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରଜତ ଜୟନ୍ତୀ ପାଳନ ଅବସରରେ ଏହି ବାର୍ଷିକ କ୍ରୀଡ଼ା ଉତ୍ସବ ଖୁବ୍ ଉତ୍ସାହ ସହକାରେ ଆୟୋଜନ ହୋଇଯାଇଛି। ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିବର୍ଷ ଏଠାରେ କ୍ରୀଡ଼ା ଉତ୍ସବ ଆୟୋଜନ କରାଯାଇଥାଏ। ପାଠ ପଢ଼ିବା ସାଙ୍ଗକୁ ବିଭିନ୍ନ ଖେଳର ଶିକ୍ଷା ଦେବା ପାଇଁ ଚେଷ୍ଟା ଚଳାଇ ଆସିଥିବା ଅନୁଷ୍ଠାନ ପାଠ ସାଙ୍ଗକୁ ଖେଳକୁ ଗୁରୁତ୍ୱ ଦେଇ ଆସିଛି। ଏହି କ୍ରୀଡ଼ା ଉତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀ ଖେଳରେ ଉତ୍ସାହିତ ହୋଇ ବିଭିନ୍ନ ଖେଳରେ ନିଜର ଦକ୍ଷତା ଦେଖାଇ ସାରିଛନ୍ତି। ଖେଳର ମନୋଭାବ ନେଇ ଯଦି ଜଣେ ଖେଳକୁ ଭଲ ପାଏ ତାହେଲେ ନିଶ୍ଚୟ ଦିନେ ଖେଳରେ ଜାତୀୟ ସ୍ତରକୁ ଯାଇପାରିବ। ତା ସହିତ ଖେଳକୁଦ କରିଲେ ଦେହ ମଧ୍ୟ ସୁସ୍ଥ ରହିବା ସହିତ ଏକ ସୁନ୍ଦର ସ୍ୱାସ୍ଥ୍ୟ ଗଠନ ହୋଇଥାଏ। ବାର୍ଷିକ କ୍ରୀଡ଼ା ଉତ୍ସବର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତୋରମୁଙ୍ଗା ଥାନା ସବ୍ ଇନ୍ସପେକ୍ଟର ରସାନନ୍ଦ ନାୟକ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ସର୍ବପ୍ରଥମେ ମା ସରସ୍ୱତୀ ଦେବୀ ତଥା ଭାରତ ମାତାଙ୍କ ଫଟୋଚିତ୍ରରେ ଧୂପ ଦୀପ ଓ ନୈବେଦ୍ୟ ଅର୍ପଣ କରି ପୂଜା କରିଥିଲେ। ତାପରେ କ୍ରୀଡ଼ା ଧ୍ୱଜା ଉତ୍ତୋଳନ କରି ଉକ୍ତ ବାର୍ଷିକ କ୍ରୀଡ଼ା ସମାରୋହକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ସମ୍ମାନନୀୟ ଅତିଥି ଭାବେ ଅବସରପ୍ରାପ୍ତ ସୈନିକ ଅଧିକାରୀ ବିଭୀଷଣ ମହାନ୍ତ ଯୋଗ ଦେଇ ସ୍ଥାନୀୟ ଗିରିଜା ଶଙ୍କର ମନ୍ଦିରରୁ କ୍ରୀଡ଼ାବିତ୍ ବିଶ୍ୱ ସ୍ନେହାଶିଷ ସାହୁ ଓ ଆଶିଷ କୁମାର ବାରିକଙ୍କ ଦ୍ୱାରା ଆନିତ କ୍ରୀଡ଼ା ଜ୍ୟୋତିକୁ ପ୍ରଜ୍ୱଳନ କରିଥିଲେ। ଖେଳ ଏକ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହି ଦେଶ ମାତୃକାର ସେବା କରିବା ସହିତ ସମାଜରେ ଏକ ସୁସ୍ଥ ଜୀବନ କାଟିବାର ସହାୟକ ହୋଇଥାଏ। ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଖେଳର ମହତ୍ତ୍ୱ ବିଷୟରେ ଅବଗତ କରାଇବା ପାଇଁ ଏକ ସାଧାରଣ ସଭା କାର୍ଯ୍ୟର ଆୟୋଜନ କରାଯାଇଥିଲା। ସଭା କାର୍ଯ୍ୟରେ ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ସନ୍ତୋଷ କୁମାର ପତି, ଶିଶୁ ମନ୍ଦିର ସମ୍ପାଦକ ପ୍ରମୋଦ କୁମାର ସାହୁ, ବିଦ୍ୟା ମନ୍ଦିର ବିଭାଗର ସମ୍ପାଦକ ସତ୍ୟବାଦୀ ସାହୁ, ଉପସଭାପତି ସୁଧାଂଶୁ ଶେଖର ସାହୁ ଓ କୋଷାଧ୍ୟକ୍ଷ ବିଚିତ୍ର କୁମାର ସାହୁ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତ ପ୍ରଥମେ ଅତିଥିମାନଙ୍କୁ ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ସୁଧାଂଶୁ ଶେଖର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଭାପତି ପ୍ରଦୀପ କୁମାର ସାହୁ ତାଙ୍କ ଅଭିଭାଷଣରେ ଖେଳର ଶୃଙ୍ଖଳା ମାନି ଖେଳ ଖେଳିବାକୁ ପରାମର୍ଶ ଦେଇଥିଲେ। ଖେଳ ହିଁ ସୁସ୍ଥ ଜୀବନ ତିଆରି କରିବାର ଏକ ସ୍ୱତନ୍ତ୍ର ମାଧ୍ୟମ। ପ୍ରତ୍ୟେକ ଛାତ୍ରଛାତ୍ରୀ କୌଣସି ନା କୌଣସି ଖେଳରେ ଭାଗ ନେଇ ନିଜର ବହୁମୂଲ୍ୟ ଶରୀରକୁ ସୁସ୍ଥ ଓ ସବଳ ରଖିବା ଆବଶ୍ୟକ। ଖେଳକୁ ଆପଣାର କରିପାରିଲେ ଖେଳ ଦ୍ୱାରା ଏକ ସୁସ୍ଥ ଓ ନିରୋଗ ଶରୀରଟିଏ ପାଇପାରିବେ। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ପାଠପଢ଼ା ସହିତ ଖେଳକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ବରିଷ୍ଠ ଆଚାର୍ଯ୍ୟା ଦେବକୀ ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଗୋକୁଳ ଚନ୍ଦ୍ର ପାତ୍ର ଖେଳର ଧାରା ବିବରଣୀ ଦାୟିତ୍ୱ ତୁଲାଇଥିଲେ। ସଭା କାର୍ଯ୍ୟ ଶେଷରେ ବିଦ୍ୟା ମନ୍ଦିର ବିଭାଗ ସମ୍ପାଦକ ସତ୍ୟବାଦୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ବିଦ୍ୟା ମନ୍ଦିରର ଶାରୀରିକ ଗୁରୁଜୀ ସୁରେଶ ଚନ୍ଦ୍ର ମହାନ୍ତ ସହ ସମସ୍ତ ଗୁରୁଜୀ ତଥା ସେବକ ସେବିକାଙ୍କ ପ୍ରଚେଷ୍ଟାରେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।